ଜୟ ଜଗନ୍ନାଥ। ବେଳେ ବେଳେ ଆମର ହଙ୍ଗର ଆଉ କ୍ରେଭିଂ ଭିତରେ ଗୋଟେ କନଫ୍ୟୁଜନ ସୃଷ୍ଟି ହୁଏ। ମାନେ ଯେମିତି କି ହଙ୍ଗର ମାନେ ଆମକୁ ଭୋକ ଲାଗିଲେ ଆମେ ଖାଉ, ଯେମିତି କି ବ୍ରେକଫାଷ୍ଟ, ଲଞ୍ଚ, ଡିନର ହେଲା ଆମକୁ ଭୋକ ଲାଗିଲେ ଆମର ଖାଇବା ଜରୁରୀ। କିନ୍ତୁ କ୍ରେଭିଂ ହେଲା ଆମର ଗୋଟେ ଇମୋସନାଲ ନିଡ୍, ମାନେ ଯେମିତି କି ଆମର ଗୋଟେ ପର୍ଟିକୁଲାର ଖାଦ୍ୟ ପ୍ରତି ଗୋଟେ ଆଗ୍ରହ ହେବା, କିଛି ସୁଇଟ୍ ଖାଇବା, କିଛି ସଲ୍ଟି ଜିନିଷ, କିଛି ସ୍ନାକ୍ସ ଖାଇବା, ଯାହା ଦ୍ୱାରା କି ଆମର ଏକ୍ସେସ ୱେଟ୍ ବଢିଯାଏ ଆଉ ଆମର ଇଣ୍ଡାଇଜେସନ ପ୍ରୋବ୍ଲେମ ବଢିଯାଏ। ମୁଁ ଆପଣଙ୍କୁ ଚାରିଟି ଏମିତି କାରଣ କହିବି ଯୋଉଟା କି ଆପଣ ଜାଣିପାରିବେ ଆପଣଙ୍କର ଏଠି କ୍ରେଭିଂ ହଉଛି। ଯେମିତି କି ଆମେ ଯଦି ପ୍ରପରଲି ୱାଟର ଇନଟେକ୍ ନ କଲେ ତ ଆମର କ୍ରେଭିଂ ବଢିଯାଏ। ଦ୍ୱିତୀୟ ହେଲା ଆମେ ଯଦି ଖାଇବା ସ୍କିପ୍ କଲେ, ଆଉ ତୃତୀୟ ହେଲା ଆମର ସ୍ଲିପିଂ ହାବିଟ ଯଦି ଠିକ ନ ରହିଲା, ଆଉ ଚତୁର୍ଥରେ ହେଲା ଆମର ସ୍କ୍ରିନିଂ ଟାଇମ ଯଦି ବେଶୀ ହେଲା। ଯଦି ଏସବୁ ଜିନିଷ ଆମର ହେଲା ତ ଆମର କ୍ରେଭିଂ ବଢିଯାଏ। ଆମେ ଏଥିରୁ କେମିତି ରକ୍ଷା ପାଇବା? ଯଦି ଆମେ ପ୍ରପରଲି ପାଣି ପିଇବା, ଆମର ଯେମିତି ଭୋକ ହେଲେ କିଛି ପାଣି ପିଇ ନେବା, ତ ଯଦି ଆମର ଭୋକ ମରିଯାଏ ତ ଆମେ ଜାଣିବା ଏଟା କ୍ରେଭିଂ ଯୋଗୁଁ ଭୋକ ହଉଥିଲା। ଦ୍ୱିତୀୟରେ ଆମର କୌଣସି ବି ଟାଇମରେ ଖାଇବା ଆମର ସ୍କିପ୍ କରିବାନି, କାରଣ ସ୍କିପ୍ କଲା ପରେ ଆମେ ଯଦି ଖାଉଛେ ଆମେ ଏକ୍ସେସ ଖାଇଦିଏ। ଆଉ ତୃତୀୟରେ ହେଲା ଆମର ସ୍ଲିପିଂ ହାବିଟ, ଆମର ସ୍ଲିପିଂ ସହିତ ସବୁବେଳେ ଆମେ ଠିକରେ କରିବା, ମାନେ ଆମର ନିଦଟା ଆମେ ଠିକରେ ନେବା। ନିଦ ନେଲେ ଆମର କ୍ରେଭିଂ ହେବାର ମାତ୍ରା ଟିକେ କମି ଯାଇଥାଏ। ଆଉ ଚତୁର୍ଥ ହେଲା ଆମର ସ୍କ୍ରିନିଂ ଟାଇମ। ଯଦି ଆମେ ସ୍କ୍ରିନିଂ ଟାଇମ ଆମର ବେଶୀ ରହୁଛି, ମାନେ ଆମେ ସ୍କ୍ରିନ୍ ସାମ୍ନାରେ ଆମର କିଛି ବେଶୀ କାମ ରହୁଛି, ତ ଆମେ ସମୟ ସମୟ ଉଠି କିଛି ସମୟ ଚଲାବୁଲା କଲେ ଆମେ ପୁଣି ଆସିକି ବସିକି କାମ କରିପାରିବା। ଯଦି ଆମେ ଚାରୋଟି ଲକ୍ଷଣ ଉପରେ କାମ କରୁଛେ ତ ଆମର ନିଶ୍ଚୟ କ୍ରେଭିଂରୁ ଆମେ ବଞ୍ଚିପାରିବା। ଆଉ ଆମର ଯୋଉ ଏକ୍ସେସ ୱେଟ୍ ବି ବଢିବନି, ତା ସାଙ୍ଗରେ ଆମର ଗଟ୍ ହେଲ୍ଥ ବି ଠିକ ରହିବ। ଥ୍ୟାଙ୍କ ୟୁ।